श्रीमा श्री अरविंद ऑनलाइन श्री अरविंद पाठ्यचक्र रे योगदान करिथिबा भाई अपन नमस्कार। आज आलोच्य विषय ईश्वर मनुष्य और जगत। ईश्वर मनुष्य और जगत प्रसंग रे आलोचना करने निमंते भुवनेश्वर ग्यारेज छकर शरत भाई डॉक्टर शरत चंद्र रथन को मु अनुरोध करुछि। शरत भाई तांकर वक्तव्य प्रदान करंतु। ओम आनंदमयी चैतन्यमयी सत्यमयी परमे ऑनलाइन पाठचक्र रे जोग देइथिबा अप्पा ओ भाई मानंकु मोर विनम्र नमस्कार। कमल भाई को अशेष अशेष धन्यवाद ओ कृतज्ञता। आमे आजिर विषय आलोचना करिबा पूर्वरु मांकर वंदनाटीए गान करिबा। दीपटीए कर मामु तुमर पाद तले जळु थिबी धूपटीए होई तुम पूजा बेले जली जली झरी जीवी मन कथा सबु कहिबी तुमकु गाउथिबी तुम नाम चला पथे मोर साहेब दीवानिसी अविराम गो तुमरी आशीष हेब मो पाथेय ए जगत चला पथे सारथी हेब मा आरती शुणी मो जीवन जंजाल रथे मा मो मन रे रहु अशेष आनंद तुम निराजना पाई पाखुड़ा पाखुड़ा मेली फूटी जाऊ चेतनार नील कईमा चैत्य सत्ता मोर प्रदीप्त करमा तुम शुभाशीष दे एतिकी मागुणी सेवादास कर तुम चरण रे नेमा एतिकी मागुणी सेवादास कर तुम चरण रे नेमा। आज आमर आलोच्य विषय दि लाइफ डिवाइन ग्रंथर बुक 2 पार्ट 2 र 17th चैप्टर सप्तदश अध्याय जहार शीर्षक हेउछि दि प्रोग्रेस ऑफ नॉलेज गॉड मैन एंड नेचर जहाको ओडिया कले आमे कहि परिबा विद्याभिमुखी प्रगति ईश्वर मनुष्य और जगत। प्रथमे टिके बुझिबा दिव्य जीवन ग्रंथ संपर्क रे सामान्य कथा। 1914 मसीहा अगस्त मासरे लाइफ डिवाइन प्रथम करी आर्य पत्रिका रे प्रकाश पाइला। 1919 मसीहा जानुआरी पर्यंत एही पत्रिका रे एहा प्रकाशित हेउथिला। परे एहा ग्रंथ आकार रे प्रकाशित हला।
ଏହାର ପ୍ରଥମ ଭାଗ ପ୍ରକାଶିତ ହେଲା 1939 ମସିହାରେ ଏବଂ ଦ୍ୱିତୀୟ ଭାଗ ପ୍ରକାଶିତ ହେଲା 1940 ମସିହାରେ। ପ୍ରଥମ ବିଶ୍ୱଯୁଦ୍ଧ ବେଳେ ଲେଖା ହେଇଥିଲା ପତ୍ରିକାରେ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ତାହା ଗ୍ରନ୍ଥ ଆକାରରେ ପ୍ରକାଶିତ ହେଲା। ଗ୍ରନ୍ଥ ପ୍ରକାଶନ ସମୟରେ ଶ୍ରୀ ଅରବିନ୍ଦ ନିଜେ କରେକ୍ସନ କରିଥିଲେ ନିଜର ଲେଖାକୁ। ଗ୍ରୀଷ୍ମ କାଳରେ ଘଣ୍ଟା ଘଣ୍ଟା ଧରି ସେ ବସି ବସି କରେକ୍ସନ କାର୍ଯ୍ୟ କରୁଥିଲେ। ମା ତାଙ୍କୁ ମଝିରେ ମଝିରେ ଗୋଟିଏ ଗୋଟିଏ ଗ୍ଲାସ ପଇଡ଼ ପାଣି ଆଣି ଦେଉଥିଲେ। ଏଇ ପଇଡ଼ ପାଣି ଦେବା ପାଇଁ ମା କିନ୍ତୁ ଅନେକ ସମୟ ଧରି ଅପେକ୍ଷା କରି ରହୁଥିଲେ। ହଠାତ୍ ପ୍ରଭୁଙ୍କ କାର୍ଯ୍ୟରେ କୌଣସି ବାଧା ଦେଉନଥିଲେ। ଏହି ଗ୍ରନ୍ଥରେ ମଣିଷର ଅନ୍ତର୍ନିହିତ ପରୋକ୍ଷ ଅଭିପ୍ସା ଠାରୁ ଦିବ୍ୟ ଜୀବନ ପ୍ରାପ୍ତି ପର୍ଯ୍ୟନ୍ତ ବିସ୍ତୃତ ମାର୍ଗଦର୍ଶନ ସ୍ଥାନିତ ହୋଇଛି। ମନୁପୁତ୍ରର ଅଭିପ୍ସା ଠାରୁ ଜଡ଼ବାଦୀର ନାସ୍ତି ବୈରାଗୀର ନୀତି ଠାରୁ ଆରମ୍ଭ କରି ଜଡ଼ ପ୍ରାଣ ମନ ଅତିମାନସ ପୁନର୍ଜନ୍ମ ସିଦ୍ଧାନ୍ତ ରୂପାନ୍ତରର 3 ସୋପାନ ବାଟ ଦେଇ ଦିବ୍ୟ ଜୀବନ ପ୍ରାପ୍ତିରେ ଆଲେଖ୍ୟ ଓ ଆଲୋଚନା ଏଥିରେ ସ୍ଥାନିତ ହୋଇଛି। ବିଶ୍ୱବିଖ୍ୟାତ ଇଂରେଜୀ ଦାର୍ଶନିକ ସାର୍ ଫ୍ରାନ୍ସିସ୍ ୟଙ୍ଗ କହିଲେ ଲାଇଫ ଡିଭାଇନ ହେଉଛି ଏ ସମୟର ସବୁଠାରୁ ମହାନ ପୁସ୍ତକ, ଦି ଗ୍ରେଟେଷ୍ଟ ବୁକ୍ ଅଫ୍ ଦିସ୍ ଟାଇମ୍। ଜଣେ ସାଧକ ମାଙ୍କୁ ଥରେ ପ୍ରଶ୍ନ କଲେ, ମା, ମୁଁ ଶ୍ରୀ ଅରବିନ୍ଦଙ୍କର କେଉଁ ଗ୍ରନ୍ଥଟି ଆଗ ପଢିବି? ଉତ୍ତରରେ ମା କହିଲେ, ଲାଇଫ ଡିଭାଇନ, ଲାଇଫ ଡିଭାଇନ। ଜୀବନକୁ ଦିବ୍ୟ ଜୀବନ କରିବା ପାଇଁ ଯେଉଁ ନିର୍ଦ୍ଦେଶ ତାହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ଆଲୋଚ୍ୟ ଗ୍ରନ୍ଥରେ। ପଦେ ଅଧେ ଦେଖିବା ଦିବ୍ୟ ଜୀବନ କଣ। 1920 ମସିହାରେ ବାରିନଙ୍କୁ ଲେଖିଥିବା ଚିଠିରେ ଶ୍ରୀ ଅରବିନ୍ଦ ଲେଖିଥିଲେ, କିଏ ବି ଦେବତା ନୁହନ୍ତି, କିନ୍ତୁ ପ୍ରତ୍ୟେକଙ୍କର ଅନ୍ତରରେ ଜଣେ ଜଣେ ଦେବତା ଅଛନ୍ତି। ସେହି ଦେବତାଙ୍କୁ ପ୍ରକାଶ କରିବା ହିଁ ଦିବ୍ୟ ଜୀବନ। ଏହା ଇଚ୍ଛା କଲେ ପ୍ରତ୍ୟେକ କରିପାରିବେ। ଏଇ କଥାଟିକୁ ଆଉ ଟିକିଏ ବୁଝିଲେ ଏମିତି ହବ ଯେ ପ୍ରତ୍ୟେକଙ୍କ ଭିତରେ ଥିବା ଦେବତାଙ୍କର ପ୍ରାପ୍ତି ହିଁ ମୁକ୍ତିର ଜୀବନ। ମାତ୍ର ପ୍ରାପ୍ତି ପରେ ଅଭିବ୍ୟକ୍ତି ହେଉଛି ଦିବ୍ୟ ଜୀବନ। ଦେହରେ ଅଭିବ୍ୟକ୍ତି, ପ୍ରାଣରେ ଅଭିବ୍ୟକ୍ତି ଏବଂ ମନରେ ଅଭିବ୍ୟକ୍ତି। ଦେହରେ ଭଗବତ ଅଭିବ୍ୟକ୍ତିର ପରିଣାମ ଦିବ୍ୟ ଦେହ। ପ୍ରାଣରେ ଭଗବତ ଅଭିବ୍ୟକ୍ତିର ପରିଣାମ ଦିବ୍ୟ ପ୍ରାଣ। ଆଉ ମନରେ ଭଗବତ ଅଭିବ୍ୟକ୍ତିର ପରିଣାମ ଦିବ୍ୟ ମନ। ଅତଏବ ଦିବ୍ୟ ଦେହ, ଦିବ୍ୟ ପ୍ରାଣ ଓ ଦିବ୍ୟ ମନର ଜୀବନ ହେଉଛି ଦିବ୍ୟ ଜୀବନ। ଏହି ଦିବ୍ୟ ଜୀବନ ପାଇଁ ପ୍ରସ୍ତୁତି ସମଗ୍ର ଦିବ୍ୟ ଜୀବନ ଗ୍ରନ୍ଥର ପ୍ରଣୀତ ବିଷୟବସ୍ତୁ। ବ୍ୟକ୍ତି ବିଶ୍ୱଠାରୁ ଭିନ୍ନ ନୁହେଁ, ବିଶ୍ୱ ଈଶ୍ୱରଙ୍କ ଠାରୁ ଭିନ୍ନ ନୁହେଁ। ଅତଏବ ବ୍ୟକ୍ତି ଈଶ୍ୱରଙ୍କ ଠାରୁ ଭିନ୍ନ ନୁହେଁ। ଅତଏବ ବ୍ୟକ୍ତି, ବିଶ୍ୱ ଏବଂ ଈଶ୍ୱର ଏ ଗୋଟିଏ ସୂତ୍ରରେ ବାସ୍ତବରେ ବନ୍ଧା। ଆଜିର ଆଲୋଚ୍ୟ ଅଧ୍ୟାୟର ଏହା ହିଁ ମୁଖ୍ୟ ପ୍ରଣୀତ ବିଷୟବସ୍ତୁ। ଶ୍ରୀ ଅରବିନ୍ଦ କହନ୍ତି, ପରମ ନିର୍ବିଶେଷ ଆପଣାକୁ 2ଟି ରୂପରେ ପ୍ରକାଶିତ କରନ୍ତି। ଗୋଟିଏ ହେଉଛି ତାଙ୍କର ପରମ ସତ୍ତାର ରୂପ ଏବଂ ଅନ୍ୟଟି ହେଉଛି ପରମ ସମ୍ଭୂତିର ରୂପ। ପରମ ସତ୍ତାର ଭୂମି ହେଉଛି ମୌଳିକ ସତ୍ତାର ଭୂମି ଏବଂ ପରମ ସମ୍ଭୂତିର ଭୂମି ହେଉଛି ଏକ ପରିଣାମୀ ସତ୍ୟର ଭୂମି।
परम सत्ता को आमे बीइंग बोली कहिले अभिव्यक्ति तांकर ए विश्व को आमे तांकर बिकमिंग रूप बोली कही पारिबा। वर्तमान देखिबा जे आमे ए दिव्य जीवन दिगरे अग्रसर हेबा पाई हमर की व्यवस्था आम भितरे रहिबा दरकार। प्रथम व्यवस्था हेउछि आम जीवनर लक्ष्य ताहा रहिबा दरकार जे मो जीवनर लक्ष्य हेउछि दिव्य जीवन प्राप्ति। प्रभु श्री अरविंदଙ୍କ भाषारे our aim must be to grow into our true being, our being of spirit, the being of the supreme and universal existence, consciousness, delight, सच्चिदानंद। तार अर्थ हैला आम जीवनर लक्ष्य हेबा उचित आमर असल सत्ता माध्यम रे विकसित होई उठिबा। आमर परम चिन्मय सत्ता अर्थात परम अस्तित्व चेतना आनंद तथा सच्चिदानंदर से सर्वोच्च और विश्वात्मक सत्ता भितरे विकसित होई उठिबा। वस्तुतः एई विकसित होई उठिबा लागि आउ दुईटी कथा एकांत आवश्यक। गोटिए हेउछि आत्मज्ञान आउ गोटिए होछि विश्व ज्ञान। ए दुईटीर बाट देई मनुष्य ईश्वर ज्ञान रे पहुंचिबो। प्रभुंक कथारे yet even this absolute he cannot really affirm by itself to the exclusion of the two other categories। अर्थात अन्य दुईटी विभाव व्यतीत अर्थात व्यक्ति सत्ता और जगत को बाद दे केवल ए परम निर्विशेष तत्व को एक स्वयं संपूर्ण तत्व रूपे यथार्थतः आदौ ग्रहण करि पारिबा नाही। अन्य प्रकारे कहा जाई पारिबो जे आत्मज्ञान और विश्व ज्ञान व्यतीत केवल ईश्वर ज्ञान को पूर्ण बोलिकरी कुहा जीव नाही। तीनोटी ज्ञानर समन्वय ही पूर्ण ज्ञान, अन्यथा ज्ञान रे अपूर्णता रही जीव। केवल आत्मज्ञान यथेष्ट नुहे, केवल विश्व ज्ञान यथेष्ट नुहे, केवल ब्रह्म ज्ञान बा ईश्वर ज्ञान यथेष्ट नुहे। तीनोटी ज्ञानर मधुर समन्वय एकांत आवश्यक। देखिबा वर्तमान मनुष्यर चेतनार स्थिति केउठी। श्री अरविंद एई अध्याय रे उल्लेख करिसंती जे समन्वय तो दूर कथा मनुष्य ए तीन गोटी ज्ञान को अस्वीकार करि आसीछि। आत्मज्ञान को, विश्व ज्ञान को, ब्रह्म ज्ञान को। प्रभुंक कथा रे man has tried to deny all these three categories। He has tried to deny his own real existence, he has tried to deny the real existence of the cosmos, he has tried to deny the real existence of God। अर्थ मनुष्य तीन गोटी विभव को अस्वीकार करिवार चेष्टा करि आसीछि। से तार यथार्थ अस्तित्व को अस्वीकार करिवार चेष्टा करि आसीछि एवं ये विश्व विसृष्टिर यथार्थ अस्तित्व को अस्वीकार करिबा को चेष्टा करि आसीछि एवं ईश्वरंकर यथार्थ अस्तित्वटी को अस्वीकार करिबा को मध्य चेष्टा करि आसीछि। मात्र ए चेष्टा तार बहिर दिगर चेष्टा ही पारे, मात्र तार अंतर्निहित स्तर रे परोक्ष भाव रे से स्वीकार करिछि। स्वीकार करिछि निजको, स्वीकार करिछि विश्व को, स्वीकार करिछि मध्य भगवान को। परोक्ष भाव रे प्रत्यक्ष भाव रे स्वीकार करिवा को जोगर आश्रय ग्रहण करिवा को पड़िबो। जोग एपरि एक उपादान जिए परोक्ष स्वीकृति रु प्रत्यक्ष स्वीकृति पर्यंत नेई जाई पारिबो। प्रभु कहिले but behind all these denials we see the same
constant necessity of this attempt at knowledge, for he feels the need of arriving at a unity of these three terms. अर्थात मात्र এই যাবতীয় অস্বীকার পছরে জ্ঞাନ ଲାଭ କରିବା ପାଇଁ ତାର ସତତ ପ୍ରୟାସର ଆବଶ୍ୟକତାଟି ସର୍ବଦା ଲୁକାୟିତ ହୋଇ ରହିଛି। କାରଣ ଏ ତିନି ବିଭାବକୁ ଏକ ସୂତ୍ରରେ ବାନ୍ଧି ରଖିବାର ପ୍ରୟୋଜନଟିକୁ ସେ ଅନୁଭବ କରି ଆସିଛି, ପରୋକ୍ଷ ଅନୁଭବ କରିଛି ଏବଂ ପ୍ରତ୍ୟକ୍ଷ ରୂପାୟନ କରିବା ପାଇଁ ପ୍ରଚେଷ୍ଟା ଯୋଗ ମାଧ୍ୟମରେ କରିବାକୁ ହେବ। ଏହି ପ୍ରକ୍ରିୟାଟି ଆରମ୍ଭ ହେବ ଅହଂରୁ। ଅହଂକୁ ଆମେ ଭାବୁ ଗୋଟେ ଖରାପ ଉପାଦାନ, ଅନ୍ଧାର ବୋଲି ଭାବୁ, ଅସଜଡ଼ା ବିଭବଟିଏ ମଧ୍ୟ କହୁ। ମାତ୍ର ସେଇ ଅନ୍ଧାରରୁ ଆଲୋକର ସନ୍ଧାନ ମିଳିବ, ଅସଜଡ଼ାରୁ ସଜଡ଼ାର ସୃଷ୍ଟି ହେବ। ଉପନିଷଦୀୟ ବାର୍ତ୍ତା ସ୍ମରଣକୁ ଆସେ, ଅସତୋମା ସଦ୍ଗମୟ ତମସୋମା ଜ୍ୟୋତିର୍ଗମୟ ମୃତ୍ୟୁର୍ମାମ୍ ଅମୃତମ୍ ଗମୟ। ଅର୍ଥାତ୍ ମତେ ଅସତରୁ ସତ ଆଡକୁ ନିଅ, ଅନ୍ଧାରରୁ ଆଲୋକ ଆଡକୁ ନିଅ, ମୃତ୍ୟୁରୁ ମତେ ଅମୃତ ଆଡକୁ ନିଅ। ଏଥିରୁ ବୁଝି ହଉଛି ଯେ ଅସତରୁ ହିଁ କେବଳ ବାଟ ପଡିଛି ସତ ଆଡକୁ, ତମସାରୁ କି ଅନ୍ଧାରରୁ କେବଳ ବାଟ ପଡିଛି ଆଲୋକ ଆଡକୁ, ମୃତ୍ୟୁରୁ କେବଳ ବାଟ ପଡିଛି ଅମୃତତ୍ୱ ଆଡକୁ। ଏକଥା ସେତେବେଳେ ପ୍ରାର୍ଥନାରେ ଥିଲା। ପ୍ରଭୁ ଶ୍ରୀ ଅରବିନ୍ଦ ଓ ଦିବ୍ୟ ଜନନୀ ଶ୍ରୀମା ତାକୁ ବାସ୍ତବତାରେ ପରିଣତ କରିଦେଲେ କାରଣ ଜଗତରେ, ଏବଂ କାର୍ଯ୍ୟ ଜଗତରେ ତାହା ହେବାକୁ ବାକି ଅଛି ମାତ୍ର। ଆମେ କହିପାରିବା ଅନ୍ଧାର ହେଉଛି ଆଲୋକର ଛାୟା, ଅସଜଡ଼ା ହେଉଛି ସଜଡ଼ାର ଛାୟା, ମୃତ୍ୟୁ ହେଉଛି ଅମୃତତ୍ୱର ଛାୟା। ଛାୟାରୁ କାୟା ଆଡକୁ ହିଁ ଗତି କରାଯାଇପାରେ। ଆଉ ଗୋଟେ ବାଗରେ ଆମେ ବୁଝିପାରିବା ଯେ ଆଲୁଅ ମୁଖା ପିନ୍ଧିଲେ ଅନ୍ଧାର ହୁଏ, ମୁଖା କାଢିଦେଲେ ଅନ୍ଧାରର ତାହା ଆଲୋକରେ ପରିଣତ ହୋଇଯାଏ। ସେହିପରି ଅମରତ୍ୱର ଏକ ମୁଖା ହେଉଛି ମୃତ୍ୟୁ, ମୃତ୍ୟୁରୁ ମୁଖାଟି କାଢିଦେଲେ ତାହା ଅମରତ୍ୱରେ ପରିଣତ ହୋଇଯିବ। ଠିକ ସେହିପରି ଶ୍ରୀ ଅରବିନ୍ଦ କହିଲେ ଯେ ଅହଂ ହେଉଛି ଆତ୍ମଜ୍ଞାନର ଛାୟା। ଅର୍ଥ ଆତ୍ମଜ୍ଞାନ ନିଜଠାରୁ ନିଜେ ଦୂରେଇ ଦୂରେଇ ଆସି ଅହଂରେ ପରିଣତ ହୋଇଯାଇଛି। ଅହଂରୁ ଆରମ୍ଭ କରିବାକୁ ହବ ଜୟଯାତ୍ରା ଆତ୍ମଜ୍ଞାନ ଆଡକୁ। ତେଣୁ ଅହଂ ହେଉଛି ଷ୍ଟାର୍ଟିଂ ପଏଣ୍ଟ। ଏହାର ମୂଲ୍ୟ ଅଛି, ଭୂମିକା ଅଛି, ତାର ସଦବ୍ୟବହାର ଏକାନ୍ତ ଜରୁରୀ। ପ୍ରଭୁଙ୍କ ଭାଷାରେ ମନୁଷ୍ୟ ଆରମ୍ଭରେ ବ୍ୟକ୍ତିକୁ ନେଇ ରହେ। ମୁଁ ଦେହ, ମୁଁ ମନ, ମୁଁ ପ୍ରାଣ, ମୁଁ ଦେହର ବଳ, ମୁଁ ପ୍ରାଣର ତେଜ ପ୍ରାଚୁର୍ଯ୍ୟ, ମୁଁ ସୌନ୍ଦର୍ଯ୍ୟ। ଏହା ହେଲା ପ୍ରଥମ ଅବସ୍ଥା। ଏହାର ମଧ୍ୟ ପ୍ରୟୋଜନ ଅଛି। ଅହଂର ପ୍ରୟୋଜନ ଅଛି ଆତ୍ମଜ୍ଞାନ ଲାଭ କରିବା ଦିଗରେ ଅଗ୍ରସର ହେବା ନିମନ୍ତେ। ଅତଏବ ଅହଂ ଏକ ଆବଶ୍ୟକତା, ମାତ୍ର ଅହଂରେ ବାନ୍ଧି ହେବା ଅନାବଶ୍ୟକ। ଏବଂ ଏଭଳି ଆବଶ୍ୟକତାକୁ ଜଣେ ଅହଂର ଯୋଉ ଅବଦାନ ଭାବରେ ଗ୍ରହଣ କରିପାରିବ। ଶ୍ରୀ ଅରବିନ୍ଦ କହିଲେ ଏହି ଅଧ୍ୟାୟରେ, he has in the beginning principally to occupy himself with his own ego. In this egoistic phase of his evolution, the world and others are less important to him than himself. God, through at this stage, is less important to him than he is to himself. କେତେ ଗୁରୁତ୍ୱପୂର୍ଣ୍ଣ କଥା ପ୍ରଭୁ କହିଲେ। ଫଳତଃ ପ୍ରଥମ ଅବସ୍ଥାରେ ତାକୁ ପ୍ରଧାନତଃ ନିଜର ଅହଂଟିକୁ ନେଇ ହିଁ ବ୍ୟାପୃତ ରହିବାକୁ ପଡିବ ବ୍ୟକ୍ତିକୁ।
ଆପଣା ପରିଣତିର ଏଇ ଅହଂ ପ୍ରଧାନ ପର୍ଯ୍ୟାୟରେ ଏହି ବିଶ୍ୱ ଜଗତ ଏବଂ ଅନ୍ୟମାନଙ୍କୁ ତାକୁ ତାର ଆପଣା ଠାରୁ କମ୍ ମହତ୍ୱପୂର୍ଣ୍ଣ ବୋଲି ଗଣ୍ୟ ହେବେ। ଏହି ପର୍ଯ୍ୟାୟରେ ଈଶ୍ୱର ମଧ୍ୟ ତାକୁ ତା ନିଜ ଠାରୁ କମ୍ ମହତ୍ୱପୂର୍ଣ୍ଣ ବୋଲି ଅନୁଭୂତ ହେବେ। ସତେ ଅହଂର ଏତେ ପ୍ରଭାବ ସିଏ ବିଶ୍ୱକୁ ମଧ୍ୟ ଅବମାନନା କରିଦେଇପାରେ, ବିଶ୍ୱଠାରୁ ନିଜକୁ ବଡ଼ ବୋଲି ବିଚାର କରେ। ଏପରିକି ଭଗବାନଙ୍କୁ ମଧ୍ୟ ସେ ତାଠାରୁ ସାନ ବୋଲି ବିଚାର କରିପାରେ ଅହଂ ବଳରେ। କିନ୍ତୁ ଏଇ ଅହଂ ଆଦୌ ଆଧ୍ୟାତ୍ମିକ ସତ୍ତା ନୁହେଁ। ଶ୍ରୀ ଅରବିନ୍ଦ এই କଥା ଅତ୍ୟନ୍ତ ଗୁରୁତ୍ୱର ସହିତ ଉକ୍ତ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି। ଅତଏବ ପ୍ରଥମ ଉପାଦାନ ହେଲା ଆତ୍ମଜ୍ଞାନ, ଯାହାର ମୂଳ ହେଉଛି ଅହଂ। ସେଇଠୁ ଆରମ୍ଭ ହେବ ଯାତ୍ରା। ଦ୍ୱିତୀୟ ଉପାଦାନ ହେଉଛି ପ୍ରକୃତି, ବିଶ୍ୱ ପ୍ରକୃତି। ବ୍ୟକ୍ତି ସତ୍ତା ଓ ବିଶ୍ୱ ସତ୍ତା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼। ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ବୋଲି ଅଧ୍ୟାତ୍ମ ଶାସ୍ତ୍ରରେ ଏ କଥାକୁ କୁହାଯାଇଛି। ଅର୍ଥାତ୍ ଯାହା ପିଣ୍ଡରେ ଅଛି ତାହା ବ୍ରହ୍ମାଣ୍ଡରେ ଅଛି। ଯୋଉ ପଞ୍ଚଭୂତରେ ଏ ବ୍ରହ୍ମାଣ୍ଡ ଗଢ଼ା ହେଇଛି, ସେହି ପଞ୍ଚଭୂତରେ ଏଇ ପିଣ୍ଡ ମଧ୍ୟ ଗଢ଼ା ହୋଇଛି। ଶ୍ରୀ ଅରବିନ୍ଦ କହନ୍ତି ଦି ସୁପ୍ରିମ ନିଜେ ଏଇ ବିଶ୍ୱରେ ପରିଣତ ହୋଇଛନ୍ତି, ଏଇ ଜଗତରେ ପରିଣତ ହୋଇଛନ୍ତି। ଅନ୍ୟ ପ୍ରକାର ଆମେ କହିପାରିବା ବିଶ୍ୱ ପ୍ରକୃତି ଆଉ କିଛି ନୁହେଁ, ପରମ ବ୍ରହ୍ମଙ୍କର ଆତ୍ମ ପ୍ରକଟିତ ସ୍ୱରୂପ। ଦିବ୍ୟ ଜୀବନ ଗ୍ରନ୍ଥର ଅନ୍ୟ ଏକ ଚାପ୍ଟରରେ ତା ନାଁ ହେଉଛି ରିଅଲିଟି ଆଣ୍ଡ ଦି ଇଣ୍ଟିଗ୍ରାଲ ନଲେଜ। ସେଇଥିରେ ଅତି ଚମତ୍କାର ଭାବରେ ଏ କଥାଟିକୁ ପ୍ରଭୁ ଲେଖିଛନ୍ତି। ପ୍ରଭୁ କହିଲେ, this gold does not cease to be gold because it shapes itself into all kinds of ornaments and coins itself into many currencies and values। ତା ଅର୍ଥ ନା ସୁବର୍ଣ୍ଣ ଆପଣାକୁ ଯାବତୀୟ ନାନାବିଧ ଅଳଙ୍କାର ରୂପେ ଗଢ଼ି ଥୋଇ ଦେଇଛି ବା କେତେ କେତେ ମୂଲ୍ୟ ଓ ମୁଦ୍ରା ଆକାରରେ ତିଆରି ହୋଇ ବାହାରୁଛି, ମାତ୍ର ସୁବର୍ଣ୍ଣର ସୁବର୍ଣ୍ଣତ୍ୱରେ ଆଦୌ କୌଣସି ବ୍ୟାଘାତ ଆସୁନାହିଁ। ଅର୍ଥ ସୁବର୍ଣ୍ଣ ସୁବର୍ଣ୍ଣ ହେଇ ରହିଛି, ତାହା ଯେତେ ଅଳଙ୍କାରରେ ରୂପାୟିତ ହେଲେ ମଧ୍ୟ। ଠିକ୍ ସେପରି ଦି ସୁପ୍ରିମ, ସେଇ ସୁପ୍ରିମ ହେଇ ରହିଛନ୍ତି, ସେ ଯେତେ ପ୍ରକାରେ ଆତ୍ମ ପ୍ରକଟିତ ହେଲେ ମଧ୍ୟ, ସେ ହୁଅନ୍ତୁ ସମୁଦ୍ର, ହୁଅନ୍ତୁ ପାହାଡ଼, ନଦୀ କି ଝରଣା, ସିଏ କେଦାର କାନନ, ଯାହା ସେ ହୁଅନ୍ତୁ, ସବୁଥିରେ ସେ ହିଁ ବିଦ୍ୟମାନ, ଏଥିରେ ସନ୍ଦେହ ନାହିଁ। ପୁନଶ୍ଚ ଶୁଣିବା ପ୍ରଭୁଙ୍କର ଆଉ ପଦେ ଦୁଇ ପଦ କଥା ଏ ସମ୍ପର୍କରେ। ଦି ଡିଭାଇନ୍ ବିଇଂ is not incapable of taking innumerable forms because he is beyond all form in his essence. Not by assuming them does he lose his divinity, but pours out rather in them the delight of his being and the glory of his Godhead। ଅର୍ଥ ଦିବ୍ୟ ପରମ ସତ୍ତାଙ୍କ ଭିତରେ ଅଗଣିତ ରୂପ ଗ୍ରହଣ କରିବା ପାଇଁ ଆଦୌ କୌଣସି ଅକ୍ଷମତା ନାହିଁ, କାରଣ ସେ ହେଉଛନ୍ତି ସ୍ୱରୂପତଃ ସେ ସକଳ ରୂପର ଅତୀତ। ସେହି ରୂପ ଗୁଡ଼ିକୁ ଗ୍ରହଣ କରୁଛନ୍ତି ବୋଲି ସେ କଦାପି ଆପଣାର ସ୍ଥିତିଟିକୁ ହରେଇ ବସୁନାହାନ୍ତି, ବରଂ ସେହି ରୂପ ଗୁଡ଼ିକରେ ହିଁ ଆପଣାର ଆନନ୍ଦକୁ ଅଧିକ ଅଜାଡ଼ି ଦେବାରେ ଲାଗିଛନ୍ତି। ଆପଣାର ଈଶ୍ୱରୀୟତାର ଗୌରବକୁ ତାରି ଭିତରେ ଆଣି ଅଜାଡ଼ି ଦଉଛନ୍ତି। କହିବାର ଅର୍ଥ, ବିଙ୍କ ଭିତରେ ସବୁର ଏସେନ୍ସ ଅଛି। ସମୁଦ୍ରର, ଫୁଲର, ଫଳର, ପତ୍ରର, ନଦୀ ଝରଣାର ସବୁର ଏସେନ୍ସ, ସବୁ ମଞ୍ଜି ଅଛି, ଏବଂ ତାହା କେବଳ ରୂପାୟିତ ହଉଛି ବସ୍ତୁରେ ବା ପଦାର୍ଥରେ, ତାହା କେବଳ ରୂପାୟିତ ହଉଛି ଏଇ ବିଶ୍ୱରେ ବା ଜଡ଼ ଜଗତରେ।
ओडिया कविंकर कथारु पदे शुणिबा। तुमे तो होइछ कोइली रे कोहू फूल रे होइछ रंग, तुमे तो होइछ सागर कोल रे लहरी नचा आनंद। पुणी कवि कहती जले ब्रह्म स्थले ब्रह्म विश्व ब्रह्म निकेतन। ये विश्व हेउछि ब्रह्मंकर निकेतन कि आलय कि निलय। कविंक भाषा रे कि सुंदर आहा कि आनंदमय एही विशाल संसार, धन्य महाप्रभु महिमा तुमर अटे अनंत अपार। प्रभु कहिथिले आपणार आनंद को आनंदमय, आपणार आनंद को अधिक रु अधिक अजाड़ी देइछंती ए विश्व रे जड़ जगत रे। सते आनंदमय हो जाइछि ए विशाल संसार। आनंद रे फूल फुटे, आनंद रे मयूर नृत्य करे, आनंद रे नदी प्रवाहित हुए, सागर उछुले आउ झरणा भी झरे। अते विश्व ज्ञान आत्मज्ञान सहित युक्त हवा लोड़ा पूर्णता निमित्त। तृतीय उपादान हेउछंती ब्रह्म बा ईश्वर। तांको संपर्कित ज्ञान हेउछि ब्रह्म ज्ञान बा ईश्वरीय ज्ञान। प्रभुंक कथारे the third and unknown he names God, and by the word he names somewhat or someone who is supreme, the divine, the cause, the all, one of these things or all of them at once. तार अर्थ है यही अज्ञात तृतीय वस्तुटी को मनुष्य ईश्वर बोली अभिहित करिथाए। ईश्वर कहले से एपरी एक वस्तु को बुझे बा व्यक्ति को बुझे जिए सर्वोच्च, जिए परम, जिए दिव्य, जिए आदि कारण, जिए सबु किछि। ईश्वर कहिले से एई सबुथिरु कौन सी गोटिए कथा किंबा एकाधार सबु किछि बोली बुझी थाए। केतेटी कथा कहिले प्रभु जे कि सर्वोच्च, सबुठारु सबु कथारे जे उच्चतम उच्चतारे रहिछंती, जे परम, दी सुप्रीम, अर्थ जाहांकर निर्देश समस्तंकर शिरोधार्य, जहांक आदेश बिना पत्रटीए मध्य हले नाही, जी दिव्य, दी डिवाइन, तांको भितर अदिव्य बोली कथा किछि नाही। से पूर्ण आलोक, पूर्ण आनंद, पूर्ण ज्योति, पूर्ण अमरत्वर अधिकारी, जी आदि कारण समस्तंकठु आगरे जे थिले, जे सबु कारणर कारण, से हेउछंती भगवान, जहांकु कवि कहिले मधुसूदन राव, नथिले रे जेते बेले सूर्य चंद्र तारा, केवल जाग्रत थिले अनादि कारण। सेई कारण से ही एकमात्र उपस्थित थिले जहांक ठारू ए सबु किछि सृष्टि हेला। सृष्टि हेला केवल नुहे, जे सबु किछि रे परिणत हेले। दिव्य जीवन ग्रंथ रे अन्य अध्याय मानंकरे बड़ सुंदर भावरे ए कथा को उल्लेख करा जाइछि। कुहा जाइछि दी क्रिएट्रिक्स, जो मातृ चेतना, जो सृष्टि, जे सृष्टिकारिणी शक्ति, सीए प्रभुंक इच्छा अनुसारे प्रभुंकु रूपायित कले। प्रभुंक भितरे सबु थिला,
इच्छा शक्ति, क्रिया शक्ति, कल्पना शक्ति सब थिला एवं सेई शक्ति माने एकत्रित होई प्रभु को भिन्न भिन्न रूप देले। माँ हेउछंती दिव्य जननी एवं से प्रभु को विभिन्न भावरे रूपायित करी पारिछंती। वर्तमान देखिबा जे आमे आत्मज्ञान, विश्वज्ञान और ब्रह्मज्ञान प्राप्ति पाई कि कौन करिबा ना प्रथमे अहंगत ज्ञान को आत्मज्ञान बोली बुझिबा नहीं। अहंगत ज्ञान कहिले कौन ना देहगत अहंर ज्ञान, प्राणगत अहंर ज्ञान एवं मनोगत अहंर ज्ञान। यह आत्मज्ञान नुहे बोली बुझी यहाकू अतिक्रम करिबा को प्रयास करिबा। से प्रयास आमर, से प्रचेष्टा आमर जे मु ए अहं को अतिक्रम करी मो आत्मज्ञान आड़ को जीवी। माँ कहिले भीतर को गले गभीरतम गभीरतार आहुरी गभीरतम गभीरतारे आत्मज्ञानर साक्षात मिलिब। कारण आमर असल आत्मज्ञान आम अंतरर गभीरतारे अच्छी। सुनिबा प्रभुंक कथा। Still to find his egoistic individuality is not to know himself. The true spiritual individual is not the mind ego, the life ego, the body ego. जहा हमें कहिले तार अर्थ हैला आपणार अहंगत व्यक्तित्वर आविष्कार करिबाकू कदापि आपणा को जानिबा बोली कुहा जीव नाही। कारण जहाकू आमे यथार्थ अध्यात्म स्तरर व्यक्ति बोली कहिबा से आमर एई मनोगत अहम नुहे, प्राणगत अहम नुहे, देहगत अहम नुहे। तेणु अहम आरंभ ही पारे किंतु अहम आमको पूर्णता देई पारिब नाही। ताकू अतिक्रम कले जाई आमे अग्रगति करी पारिबा। प्रकृत रे तीनोटी जाक कथा गोटिक परे गोटे हबनी। आमे भाबिबा जे आग मु आत्मज्ञान लाभ करिबी, तापरे विश्वज्ञान लाभ करिबी, तापरे ब्रह्मज्ञान लाभ करिबी आउ पूर्णता प्राप्त हेबी। एपरि नुहे, बरं ए तीनोटी जाक कथा स्टेप बाय स्टेप चलिबो किंतु एकाधार रे चलिबो। परस्पर भितरे गोटे समानुपातिकता रहिबो, पारस्परिकता रहिबो। कारण ये तीनोटी जाक कथा को सारतः गोटिए बोली ग्रहण करिनेबा एई होची असल विद्या। प्रभुंक कथारे एन एक्सेप्टेंस, ए परसेप्शन ऑफ द यूनिटी ऑफ दीज थ्री कैटेगरीज इज एसेंशियल टू द नॉलेज। अर्थ ए तीनोटी जाक सत्य को सारतः गोटिए बोली ग्रहण करिनेबा ओ ताहाकू सही परि भावरे ग्रहण करिबा एहा ही सकल विद्या ओ सकल ज्ञानर मर्म सोपान। अहं अविद्या, आत्मज्ञान विद्या। आमे जेते 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 अदिव्य गुण सबु देखुछु ताहा सेई दिव्य गुणर छाया एवं ताहा अविद्यार अंतर्भुक्त। विद्या हेउछि असल ज्योति की दिव्यत्व। पुणी कहिले प्रभु, इन द कोर्स ऑफ दिस प्रोग्रेस ही डिस्कवर्स स्टेप बाय स्टेप द यूनिटी ऑफ थ्री कैटेगरीज विथ व्हिच ही स्टार्टेड। अर्थ ए तीनोटी विभागरु यात्रा आरंभ करी से जेतिकी जेतिकी आगो को जिबारे लागि थाए से सोपान सोपान करी तीनोटी जागर मूलगत एकत्वटी को सेतिकी सेतिकी आविष्कार करुथाए। कारण से तीनी जाक कथा गोटिए कथा बोली बुझी अग्रगति कले
जीवन रे सार्थकता आसीबो। एही अध्याय रे सेई कथा प्रभु कहउछंती जे आमे आमर जेतिकी अस्तित्व अछि से अस्तित्व को अहं निजर बोली जाहिर करुछि, किंतु आमे जेतेबेले बुझिबा जे आमर समस्त अस्तित्व हेउछि से परमंकर अस्तित्व। All our existence depends on that existence. It is that which is evolving in us. We are a being of that existence. आमे अहंग र अधीन न होई आमे से दी सुप्रीम कर अधीन, जहां को से कहले आमर सब एक्जिस्टेंस होछि तांकरी एक्जिस्टेंस, आम स्थिति तांको जोगु संभव हेछि। आमे बोली जहा एठी कहूछु से परम अस्तित्व को ही आश्रय करी रहिछि। आमरी भितरे से ही विवर्तित हबारे लागिछंती, तांको ठारू मु अलगा नुहे। ऑल इज ही इज ऑल। मां कहंती जे तू ही मु ही तू। एई कथाटा तते बुझेइबाकू जणेइबाकू मु तो पाखकू आसीची तो परी होई। सते एहा ही जीवनर लक्ष्य जे आमे तांकरी परी हबा, कारण आमे होचु सिए एवं सिए होचंतु आमे। आमे तांकरी सत्तार सत्ता, आमे तांकरी आनंदर आनंद, आमे तांकरी चेतनार चेतना। प्रभुंक कथारे ए स्टेट ऑफ कॉन्शियसनेस ऑफ दैट कॉन्शियसनेस एंड एनर्जी ऑफ दैट कॉन्शियस एनर्जी। अर्थ आमे समस्ते तांकरी सत्ता रूपे रहिछु। सेही परम चेतनार एक चेतनामय स्थिति रूपे रहिछु। सेही चेतनामय परम शक्तिर एक शक्ति रूपे रहिछु। श्री अरविंद अध्याय रे लिखिले केते बेले व्यक्ति विश्वमुखी हुए ना, जेते बेले विश्वर रहस्य को से उद्घाटन करने को टिके आग्रह प्रकाश करे। समग्र विश्व ताकू जेते बेले एक विराटत्वर समाहार बोली लागे, ताकू एक परम आश्चर्यर रूपायित स्वरूप परी लागे, सेते बेले से चाहे किए यह पछरे किए अछंती, किए सकाळ को संध्या करे, किए कढ़ी को फूल करे, किए करुची फूल को फल, किए किए या भितरे भरी देइची एते एते चंचलता, एते एते मधुरता, एते एते मादकता। से खोजे, जेते बेले से खोजिबा को आरंभ करे, सेतिके बेले से विश्व ज्ञान प्राप्ति हबार से कहले से मात्र एडमिशन निये, मात्र सेइथरे से टिके एडमिशन नबा को टिके समर्थ हुए। ता परे परे विश्व ज्ञान ता भितरु भितरु आसे अनुभूत हुए। कवि कहिले किए तमे बंधु केउठी रहिछ, किछि नाही मुहि जानी, कान पारी केबे बसी सुनी नाही तब बीणा जीणा बाणी। फूलरे केसर रूपे सोहुअछ, अबा केसर रे मधु, जही थाओ तही देखे कि न देखे तुमे मो पराण बंधु। सते तमे कोठी अछ, खोजिबा आरंभ हेले विश्व ज्ञानर आभास टिके मिलिबा आरंभ हुए। अहं कमिले खोजिबा आरंभ हुए विश्व जगतरे तांकरी उपस्थिति को। शुभे तांकरी स्वर सकाळ पक्षीर गानरे, शुभे तांकरी कंठस्वर झरणार तानरे, शुभे तांकरी स्वर
କୋଇଲିର କୁହୁରେ ଦିଶେ ତାଙ୍କରି ରଙ୍ଗ ରୂପ ଫୁଲର ପାଖୁଡାରେ। ତାଙ୍କ ରୂପ ବିଭା ଭାସେ ଇନ୍ଦ୍ରଧନୁର ବର୍ଣ୍ଣ ବିଭାରେ। ତାଙ୍କର ଆନନ୍ଦମଗ୍ନତା ମୟୂରର ନୃତ୍ୟରେ ଅନୁଭୂତ ହୁଏ। ନିଜଠାରୁ ନିଜ ଅହଂଠାରୁ ନିଜକୁ ଯେତିକି ଯେତିକି ଜଣେ ମୁକୁଳେଇବ ସେତିକି ସେତିକି ବିଶ୍ୱ ଜ୍ଞାନର ସେ ଅଧିକାରୀ ହୋଇପାରିବ। ବିଶ୍ୱ ଜ୍ଞାନର ଯୋଉ ଜାଣିବାର ପ୍ରୟାସ ହିଁ ତାକୁ ଈଶ୍ୱର ଜ୍ଞାନ ଆଡକୁ ଅଗ୍ରଗତି କରେଇବ। ବିଶ୍ୱଜ୍ଞାନ ସହିତ ଈଶ୍ୱର ଜ୍ଞାନ ମଧ୍ୟ, କାରଣ ଈଶ୍ୱର ହିଁ ତାର ପ୍ରଚ୍ଛଦ ପଟରେ ଅଛନ୍ତି, ସେଇ କଥାକୁ ତାଙ୍କୁ ଆବିଷ୍କାର କରିବାକୁ ସେ ମନ ବଳେଇବ। ଈଶ୍ୱର ଅଛନ୍ତି ବିଇଙ୍ଗ ଭାବରେ, ଆଉ ବିଶ୍ୱ ସତ୍ତା ଜଡ ଜଗତ ଅଛନ୍ତି ବିକମିଂ ଭାବରେ। ବିଇଙ୍ଗକୁ ଖୋଜିବା ପାଇଁ ବିକମିଂ ମାଧ୍ୟମରେ ତାହା ଖୋଜିବାକୁ ପଡିବ। ବିଇଙ୍ଗ ବିକମିଂ ଗୋଟିଏ କଥା। ସେଇ ବିଶ୍ୱଜ୍ଞାନ ହିଁ ବିଇଙ୍ଗକୁ ଦର୍ଶନ କରେଇ ଦବ। ଆଉ ବିଇଙ୍ଗଙ୍କର ଯୋଉ ଅନ୍ୱେଷଣ, ସେଇ ଦି ସୁପ୍ରିମ ବା ବ୍ରହ୍ମଜ୍ଞାନ, ତାଙ୍କର ଯୋଉ ଅନ୍ୱେଷଣ କରିବା ଏତେ ଆନନ୍ଦଦାୟକ, ତାର କଳ୍ପନା ନାହିଁ, ତାର କଳନା ନାହିଁ। ଅତୁଳନୀୟ, ଅବର୍ଣ୍ଣନୀୟ ସେ ଖୋଜିବାର ଆନନ୍ଦ। ମନେ ପଡେ ମାଙ୍କ କଥା, ଭଗବାନଙ୍କୁ ପାଇବାରେ ଯେତିକି ଆନନ୍ଦ, ଭଗବାନ ଖୋଜିବାରେ ମଧ୍ୟ ସେତିକି ଆନନ୍ଦ। ଆଉ ଭଗବାନଙ୍କୁ ଖୋଜିବାର ଆନନ୍ଦ କୌଣସି ସୁରାପାନର ଆନନ୍ଦ ଠାରୁ ବହୁତ ବହୁତ ଗୁଣରେ ବେଶୀ। ପ୍ରଭୁଙ୍କ କଥାରେ ଦି କ୍ୱେଷ୍ଟ ଅଫ ମ୍ୟାନ for which he becomes in the end the most ardent and enthralling of all his quests। ଅର୍ଥ, ଯେତେ ଅନ୍ୱେଷଣ ଅଛି ସେଥିମଧ୍ୟରେ ଈଶ୍ୱରଙ୍କ ଅନ୍ୱେଷଣ ଶ୍ରେଷ୍ଠ ଅନ୍ୱେଷଣ। ଖୋଜିବାରେ ଯେଉଁ ଆନନ୍ଦ ରହିଛି ତାହା ଅନେକ ଗୁରୁତ୍ୱ ବହନ କରେ। ଶେଷରେ ଆସିବା କନକ୍ଲୁଜନ କୁ। ପ୍ରଭୁ କହନ୍ତି, ଏ true knowledge, the complete knowledge of himself, the complete knowledge of nature gives him his high goal। ଅର୍ଥ, ଈଶ୍ୱରଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ, ତାର ଆପଣା ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଏବଂ ପ୍ରକୃତି ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ, ଏଇ ତିନି ଗୋଟି କଥା, ଏଇ ତିନି ଗୋଟି ଜ୍ଞାନ ସୂତ୍ର, ଏମାନେ ଏକତ୍ର ସମ୍ମିଳିତ ହୋଇ ମନୁଷ୍ୟକୁ ତାର ଉଚ୍ଚତମ ଲକ୍ଷ୍ୟ ସ୍ଥଳରେ ନେଇ ପହଞ୍ଚାଇ ଦିଅନ୍ତି। ଆତ୍ମଜ୍ଞାନ ଆଉ ବିଶ୍ୱଜ୍ଞାନ ନ ରହିଲେ ଈଶ୍ୱର ଜ୍ଞାନ ଆସିବ ନାହିଁ, ଆସିଲେ ତାହା ପୂର୍ଣ୍ଣତା ପ୍ରାପ୍ତ ହେବ ନାହିଁ। ଶ୍ରୀ ଅରବିନ୍ଦ କହନ୍ତି, ଆତ୍ମଜ୍ଞାନ ଓ ବିଶ୍ୱଜ୍ଞାନର ମଧ୍ୟ ଦେଇ ମନୁଷ୍ୟ ଈଶ୍ୱର ଜ୍ଞାନରେ ଆସି ଉପନୀତ ହେଉଛି ଏବଂ ଅନ୍ୟ କୌଣସି ବାଟରେ ମନୁଷ୍ୟ ପକ୍ଷରେ ଏହାର ଉପଲବ୍ଧି ଆଦୌ ସମ୍ଭବ ନୁହେଁ। ତେଣୁ ଆମେ ସୁଯୋଗ ପାଇଛେ ଯେ ନିଜକୁ ନିଜେ ଚିହ୍ନିବା ପାଇଁ ପ୍ରଭୁଙ୍କ କୃପା ଭିକ୍ଷା କରି ମାଙ୍କ ଚରଣରେ ଆଶ୍ରୟ ନେଇ ଅହଂର ଚାରିପଟେ ବାରମ୍ବାର ବୁଲୁଥିଲେ ଅହଂ କିଛି ବି ଦେଇପାରିବ ନାହିଁ। କେବଳ ମିଥ୍ୟା ପ୍ରତିଶ୍ରୁତି ମାନ ଦେଇ ଚାଲିଥିବ।
କିଛି ସାମର୍ଥ୍ୟ ତାର ନାହିଁ। ସେଇ ମିଥ୍ୟା ପ୍ରତିଶ୍ରୁତିକୁ ନ ଶୁଣି ମାଙ୍କ କଥାରେ ନୋଟିସ ଲଗେଇଦବା ଯେ ଏଥର ତୋର ସମୟ ସରିଗଲାଣି, ଆଉ ତୋର କାରବାର ଚଳିବ ନାହିଁ। ଅହଂକୁ ଏଇ କଥା କହି ତାକୁ ଅତିକ୍ରମ କରି, ସସମ୍ମାନେ ଅତିକ୍ରମ କରି ଆମକୁ ଭିତରକୁ ଯିବାକୁ ହବ। ନିଜର ମନ, ପ୍ରାଣ ଆଉ ଶରୀରର ଅତୀତରେ ଥିବା ଯୋଉ ଆତ୍ମଜ୍ଞାନ ବା ତା ଭିତରକୁ ଆହୁରି ଗଭୀରତମ ଗଭୀରତାରେ, ମନର ଗଭୀରତାରେ, ପ୍ରାଣର ଗଭୀରତାରେ ଏବଂ ଶରୀରର ଗଭୀରତାରେ ଥିବା ଯେଉଁ ଦିବ୍ୟ ଚେତନା, ତାଙ୍କୁ ଆବିଷ୍କାର କରିବାକୁ ହବ ଏବଂ ତାହା ସହିତ ବିଶ୍ୱ ଜ୍ଞାନ ମଧ୍ୟ ସମାନ୍ତରାଳ ଭାବରେ, ଏକତ୍ର ଭାବରେ ତାହା ଆସିବେ ଏବଂ ଈଶ୍ୱର ଜ୍ଞାନ ମଧ୍ୟ ଆମକୁ ତାହା ଫଳରେ ମିଳିପାରିବ। ଏବଂ ସେତିକି ବେଳେ ଯେଉଁ ଜୀବନ ହବ, ସେ ଜୀବନ ବାସ୍ତବରେ ଦିବ୍ୟ ଜୀବନ ହବ। ଦିବ୍ୟ ଜୀବନର ଏଇ ଚାପ୍ଟରଟି ରେ କେତେ ଚମତ୍କାର ଭାବରେ ଏଇ ତିନି ଜ୍ଞାନ ସମ୍ପର୍କରେ ବିସ୍ତୃତ ଆଲୋଚନା ପ୍ରଭୁ କରିଛନ୍ତି। ପ୍ରଭୁଙ୍କୁ ବାରମ୍ବାର ଶତକୋଟି ପ୍ରଣାମ। ଦିବ୍ୟ ଜୀବନର ସ୍ପର୍ଶରେ, ତିନି ଜ୍ଞାନର ଅପୂର୍ବ ସମନ୍ୱୟରେ ତ୍ରିବେଣୀ ତୀର୍ଥରେ ସ୍ନାନ କଲେ ଯେଉଁ ଜୀବନ ଆସିବ, ଯେଉଁ ପରିବେଶ ଆସିବ, ସେ କେଡ଼େ ମଧୁମୟ ହେବ ସତେ, ସେ କେଡ଼େ ସୁଧାମୟ ହେବ ସତେ। ସେତେବେଳେ ଆଉ ପୃଥିବୀ ସ୍ୱର୍ଗ ଭିତରେ ପାର୍ଥକ୍ୟ ରହିବ ନାହିଁ। ସେତେବେଳେ ପାରିଜାତ ଫୁଲର ସୁବାସରେ ଭରିଯିବ ଏ ପାର୍ଥିବ ବାତାବରଣ। ସେତେବେଳେ ସତେ ବୈକୁଣ୍ଠର ସମସ୍ତ ବୈଭବ ମୂର୍ତ୍ତିମନ୍ତ ହୋଇଯିବ, ଲାବଣ୍ୟମୟ ହୋଇଯିବ ଦିଗ ଦିଗନ୍ତ ଏଇ ତିନି ଜ୍ଞାନର ମଧୁର ସମନ୍ୱୟରେ। ମଳୟ ପବନ ପରଶେ ହସି ଉଠିବ ମହି, ସଜ ଫୁଟା ଫୁଲ ହସିବ ମଧୁ ବରସି ଦେଇ। ଶୁଭ ଆଗମନୀ ଗୀତିକା ବସି ପଞ୍ଚମ ତାନେ, କୋଇଲି ଗାଇବ ଆନନ୍ଦେ ବନଲତା ବିତାନେ। ବିଶ୍ୱ ପ୍ରାଣେ ପ୍ରାଣ ମିଶିବ, ବିଶ୍ୱ ମନରେ ମନ, ବିଶ୍ୱ ଜୀବନରେ ଆସିବ ସେଇ ମଧୁ লগନ। ଚେତନାର ହେବ ବିକାଶ, ଧରା ହେବ ସରଗ, ଜନ ଜୀବନରେ ଭରିବ ସରଗର ବିଭବ। ମନ ରହୁ ପ୍ରଭୁ ଚରଣେ, ଆଜି ଏଇ କାମନା, ପୂଜା ଫୁଲ ହେଉ ଜୀବନ, ପୁରୁ ମନ ବାସନା। ମନ ରହୁ ମା ଚରଣେ, ଆଜି ଏଇ କାମନା, ପୂଜା ଫୁଲ ହେଉ ଜୀବନ, ପୁରୁ ମନ ବାସନା। ଦିବ୍ୟ ଜନନୀ ଶ୍ରୀମା ପରମ ପ୍ରଭୁଙ୍କର କୃପାରୁ ଆମେ ତାଙ୍କ ମହିମା ଟିକିଏ ଶୁଣିବାର, ଜାଣିବାର, କହିବାର ସୁଯୋଗ ପାଉଛେ। ତେଣୁ ମା ଶ୍ରୀ ଅରବିନ୍ଦଙ୍କୁ ସହସ୍ର କୋଟି ପ୍ରଣାମ। ଅନଲାଇନରେ ଯେଉଁ ଅପା ଭାଇ ମାନେ ଏଇ ପ୍ରଭୁଙ୍କ କଥା, ମାଙ୍କ କଥା ଶୁଣିବାର ସୁଯୋଗ ପାଇଛନ୍ତି, ସେମାନଙ୍କୁ ମୋ ତରଫରୁ ମୁଁ ଆଉ ଥରେ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ଧନ୍ୟବାଦ ଜଣାଉଛି କମଳ ଭାଇଙ୍କୁ ତଥା ଅନ୍ୟ ସହଯୋଗୀ ବନ୍ଧୁମାନଙ୍କୁ, ଭାଇ ଓ ଅପା ମାନଙ୍କୁ, ସମସ୍ତଙ୍କୁ ମୁଁ ମୋର ଅଶେଷ କୃତଜ୍ଞତା ଜଣାଉଛି। ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍। ବର୍ତ୍ତମାନ 1 ମିନିଟ ମାଙ୍କର ନାମ ଜପ କରିବା ସହିତ ଆଜିର ପାଠ୍ୟଚକ୍ରକୁ ସମାପ୍ତ କରିବା। ମା 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 ମା